ଆପଣମାନଙ୍କୁ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ OTET ପରୀକ୍ଷା ପ୍ରସ୍ତୁତି ସମ୍ପର୍କିତ 2018 ମସିହାରେ OTET ପରୀକ୍ଷାରେ ପେପର 1ରେ ପଡ଼ିଥିବା ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା, ଯାହା OTET ପରୀକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଭିଡ଼ିଓ। ଭିଡ଼ିଓଟି ପସନ୍ଦ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା, ସେୟାର କରିବା, କମେଣ୍ଟ ଦେବା। ନୂତନ ଶିକ୍ଷଣୀୟ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲଟିକୁ ଅଧିକରୁ ଅଧିକ ସବସ୍କ୍ରାଇବ୍ କରିବା, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବା, ପ୍ରତିଦିନ ଯାଉଥିବା ନୂତନ ଶିକ୍ଷଣ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ପାଇବା। ଏଠାରେ 1 ନମ୍ବରରେ ପ୍ରଶ୍ନଟି ରହିଛି, ଶିକ୍ଷକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସକାରାତ୍ମକ ବାଚିକ ଚଳନ ସହିତ କେଉଁଠି ସମ୍ପୃକ୍ତ ନୁହେଁ। 4ଟି ସମ୍ଭାବ୍ୟ ଉତ୍ତର ରହିଛି। ଅପସନ୍ ଏ ହଁ କହିବା, ଅପସନ୍ ବି ଅତି ଭଲ କହିବା, ଅପସନ୍ ସି ହସିବା, ଅପସନ୍ ଡି ସର୍ବୋତ୍କୃଷ୍ଟ କହିବା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ସି ହସିବା। ସେପରି 2 ନମ୍ବର ପ୍ରଶ୍ନଟି ରହିଛି, ମୂଲ୍ୟାୟନ ଦୃଷ୍ଟିରୁ କେଉଁଠି ଅନ୍ୟ 3ଟି ଠାରୁ ଭିନ୍ନ। ଅପସନ୍ ଏ କ୍ରମ ନିର୍ଦ୍ଧାରଣ ମାପକ, ଅପସନ୍ ବି ପ୍ରଗତି ପତ୍ର, ଅପସନ୍ ସି ଯାଞ୍ଚ ତାଲିକା, ଅପସନ୍ ଡି ପ୍ରଶ୍ନାବଳୀ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ପ୍ରଗତି ପତ୍ର। ସେପରି 3 ନମ୍ବର ପ୍ରଶ୍ନଟି ରହିଛି, କେଉଁ କଥାଟି ବିକାଶ ସମ୍ପର୍କିତ ନୁହେଁ। 4ଟି ସମ୍ଭାବ୍ୟ ଉତ୍ତର ରହିଛି। ଅପସନ୍ ଏ ଏହା କ୍ରମବର୍ଦ୍ଧନଶୀଳ ନୁହେଁ, ଅପସନ୍ ବି ଏହା ଆନୁକ୍ରମିକ ଧାରା ଅବଲମ୍ବନ କରିଥାଏ, ଅପସନ୍ ସି ଏହା ନିରବିଚ୍ଛିନ୍ନ ଅଟେ, ଅପସନ୍ ଡି ଏହା ପାରସ୍ପରିକ କ୍ରିୟାର ଉତ୍ପତ୍ତି। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ଏହା କ୍ରମବର୍ଦ୍ଧନଶୀଳ ନୁହେଁ। ସେପରି 4 ନମ୍ବର ପ୍ରଶ୍ନଟି ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁଠି ତ୍ରିପରିସର ବିଶିଷ୍ଟ ପାଠ୍ୟ ଉପକରଣ ଅଟେ। 4ଟି ସମ୍ଭାବ୍ୟ ରହିଛି। ଅପସନ୍ ଏ କାନ୍ଥ କଳାପଟା, ଅପସନ୍ ବି ପ୍ରଦର୍ଶନ ବୋର୍ଡ଼, ଅପସନ୍ ସି ସ୍ଥିର ଛବି, ଅପସନ୍ ଡି ପ୍ରତିରୂପ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ କାନ୍ଥ କଳାପଟା। ସେପରି 5 ନମ୍ବର ପ୍ରଶ୍ନଟି ରହିଛି, ନିମ୍ନୋକ୍ତ କେଉଁ ଶିକ୍ଷଣ ତତ୍ତ୍ୱଟି ଉଦ୍ଦୀପକ ଅନୁକ୍ରିୟାର ସମ୍ବନ୍ଧ ଦୃଢ଼ୀଭୂତ କରୁଛି। 4ଟି ସମ୍ଭାବ୍ୟ ଉତ୍ତର ରହିଛି। ଅପସନ୍ ଏ ଶାସ୍ତ୍ରୀୟ ଅନୁବନ୍ଧନ, ଅପସନ୍ ବି ପ୍ରଯତ୍ନ ପ୍ରମାଦ ଶିକ୍ଷଣ, ଅପସନ୍ ସି କ୍ରିୟା ପ୍ରସୂଚ ଅନୁବନ୍ଧନ, ଅପସନ୍ ଡି ଅନ୍ତର୍ଦୃଷ୍ଟି ଶିକ୍ଷଣ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ଶାସ୍ତ୍ରୀୟ ଅନୁବନ୍ଧନ। ସେପରି 6 ନମ୍ବର ପ୍ରଶ୍ନଟି ରହିଛି, କେଉଁଠି ଆଭ୍ୟନ୍ତରୀଣ ଅଭିପ୍ରେରଣାର ଏକ ଉଦାହରଣ ଅଟେ। 4ଟି ସମ୍ଭାବ୍ୟ ଉତ୍ତର। ଅପସନ୍ ଏ ପ୍ରତିଦ୍ୱନ୍ଦ୍ୱିତା, ଅପସନ୍ ବି ପ୍ରଶଂସା, ଅପସନ୍ ସି ପୁରସ୍କାର, ଅପସନ୍ ଡି ଆକାଂକ୍ଷାର ସ୍ତର। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି ଆକାଂକ୍ଷାର ସ୍ତର। ସେପରି 7 ନମ୍ବର ପ୍ରଶ୍ନଟି ରହିଛି, ନିମ୍ନୋକ୍ତ କେଉଁଠି ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ଉପରେ ଆଧାରିତ। ଅପସନ୍ ଏ ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ, ଆଗ୍ରହ, ଅପସନ୍ ବି ଶିକ୍ଷକଙ୍କର ଗୁଣାତ୍ମକ ଶିକ୍ଷାଦାନ ଉପରେ ଶିକ୍ଷାର୍ଥୀର ଶିକ୍ଷଣ ନିର୍ଭର କରେ, ଅପସନ୍ ସି ଶିକ୍ଷକ ସକ୍ରିୟ ଏବଂ ଶିକ୍ଷାର୍ଥୀର ନିଷ୍କ୍ରିୟତା ଥାନ୍ତି, ଅପସନ୍ ଡି ଶିକ୍ଷାର୍ଥୀମାନଙ୍କ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ଥାଏ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ ଓ ଆଗ୍ରହ। ସେପରି 8 ନମ୍ବର ପ୍ରଶ୍ନଟି ରହିଛି, ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ନିମନ୍ତେ କେଉଁ ପ୍ରଣାଳୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥାଏ। ଏଠାରେ 4ଟି ସମ୍ଭାବ୍ୟ ଉତ୍ତର ରହିଛି। ଅପସନ୍ ଏ ସମ୍ବଳ ଶିକ୍ଷକ, ଅପସନ୍ ଡି ଦକ୍ଷ ଶିକ୍ଷକ, ଅପସନ୍ ସି ଅଭିଜ୍ଞ ଶିକ୍ଷକ, ଅପସନ୍ ଡି ବିଷୟ ଶିକ୍ଷକ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ସମ୍ବଳ ଶିକ୍ଷକ। ସେପରି 9 ନମ୍ବର ପ୍ରଶ୍ନଟି ରହିଛି, ପରବର୍ତ୍ତୀ ବାଲ୍ୟାବସ୍ଥାରେ କେଉଁ ନୈତିକ ଆଚରଣ ପରିଲକ୍ଷିତ ହୁଏ ନାହିଁ। ଅପସନ୍ ଏ ବିଦ୍ୟାଳୟର ନୀତି ଓ ନିୟମ ମାନିବା, ଅପସନ୍ ବି ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ଅପସନ୍ ସି ବିପରୀତ ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିବା, ଅପସନ୍ ଡି ପିତାମାତାଙ୍କ ଆଦେଶ ମାନିବା। ଏଠାରେ କରେକ୍ଟ ଆନ୍ସର୍ ବିପରୀତ ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିବା। 10 ନମ୍ବର ପ୍ରଶ୍ନଟି ରହିଛି, ବହୁ ଶ୍ରେଣୀ ପରିସ୍ଥିତିରେ ଶିକ୍ଷକଙ୍କ ପାଇଁ କେଉଁ ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅପସନ୍ ଏ ଗତି ଯୋଜନା, ଅପସନ୍ ବି କୌଶଳର ବ୍ୟବହାର, ଅପସନ୍ ସି ଶ୍ରେଣୀ ସ୍ୱାଭାବିକ କାର୍ଯ୍ୟର ଅନୁରକ୍ଷଣ, ଅପସନ୍ ଡି ବୁଦ୍ଧିର ବ୍ୟବହାର। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ଗତି ଯୋଜନା। ସେହିପରି 11 ନମ୍ବର ପ୍ରଶ୍ନଟି ରହିଛି। 11 ନମ୍ବର ପ୍ରଶ୍ନଟି ରହିଛି, କେଉଁଠି ଶିକ୍ଷଣ ପ୍ରକ୍ରିୟା ସହିତ ସମ୍ପର୍କିତ ନୁହେଁ। 4ଟି ଅପସନ୍ ରହିଛି। ଏରେ ଉଦ୍ଦେଶ୍ୟ, ବିରେ ଧାରାବାହିକତା, ସିରେ ଉପଯୋଜନ, ଡିରେ ସ୍ୱୟଂକ୍ରିୟ ଆଚରଣ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି ସ୍ୱୟଂକ୍ରିୟ ଆଚରଣ। ସେପରି 12 ନମ୍ବର ପ୍ରଶ୍ନଟି ରହିଛି, କେଉଁଠି ପିଆଜେଙ୍କ ବୌଦ୍ଧିକ ବିକାଶ ସମ୍ପର୍କିତ ନୁହେଁ। ଅପସନ୍ ଏ ଅନ୍ତର୍ଗ୍ରହଣ, ଅପସନ୍ ବି ପ୍ରତିଯୋଜନା, ଅପସନ୍ ସି ପ୍ରମାଣୀକରଣ, ଅପସନ୍ ଡି ସମତୁଲ୍ୟତା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ସି ସମତୁଲ୍ୟତା। ସେପରି 13 ନମ୍ବର ପ୍ରଶ୍ନଟି ରହିଛି,
ଯେଉଁ ଶାରୀରିକ ଶକ୍ତି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାଣୀକୁ କ୍ରିୟାଶୀଳ କରାଏ ତାହା କେଉଁ ନାମରେ ପରିଚିତ? ଅପସନ୍ ଏ ପ୍ରାଣଦନା, ଅପସନ୍ ବି ସହଜାତ ପ୍ରବୃତ୍ତି, ଅପସନ୍ ସି ଆବେଗ, ଅପସନ୍ ଡି ଆବଶ୍ୟକତା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି ଆବଶ୍ୟକତା। ସେପରି 14 ନମ୍ବର ପ୍ରଶ୍ନଟି ରହିଛି ମାୟୋପିଆ ଶବ୍ଦଟି କେଉଁ ପ୍ରକାର ପିଲାଙ୍କ ପାଇଁ ସଂଶ୍ଳିଷ୍ଟ? ଅପସନ୍ ଏ ମାନସିକ ଅନଗ୍ରସର, ଅପସନ୍ ବି ଶ୍ରବଣବାଧିତ, ଅପସନ୍ ସି ଦୃଷ୍ଟିବାଧିତ, ଅପସନ୍ ଡି ଆବେଗିକ ବିଶୃଙ୍ଖଳିତ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ସି ଦୃଷ୍ଟିବାଧିତ। ସେପରି 15 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ ମଧ୍ୟରୁ କେଉଁଠି ଶିକ୍ଷାଦାନର ନିୟମ ନୁହେଁ? ଅପସନ୍ ଏ ସରଳରୁ ଜଟିଳ ଆଡ଼କୁ ଅଗ୍ରସର ହେବା, ଅପସନ୍ ଡି ନିକଟରୁ ଦୂରକୁ ଅଗ୍ରସର ହେବା, ଅପସନ୍ ସି ଜଟିଳରୁ ବିମୂର୍ତ୍ତ ଆଡ଼କୁ ଅଗ୍ରସର ହେବା, ଅପସନ୍ ଡି ବାସ୍ତବରୁ ବିମୂର୍ତ୍ତ ଆଡ଼କୁ ଅଗ୍ରସର ହେବା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ନିକଟରୁ ଦୂରକୁ ଅଗ୍ରସର ହେବା। ସେପରି 16 ନମ୍ବର ପ୍ରଶ୍ନଟି ରହିଛି ମନୁଷ୍ୟର କେଉଁ ଲକ୍ଷଣଟି ବଂଶାନୁକ୍ରମ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ? ଅପସନ୍ ଏ ନୈତିକ, ଅପସନ୍ ବି ସ୍ୱଭାବ, ଅପସନ୍ ସି ବୁଦ୍ଧି, ଅପସନ୍ ଡି ସାମାଜିକ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ସ୍ୱଭାବ। ସେହିପରି 17 ନମ୍ବର ପ୍ରଶ୍ନଟି ରହିଛି କେଉଁଟି ମାନସିକ ଅନଗ୍ରସର ପିଲାର ଲକ୍ଷଣ ଅଟେ? ଅପସନ୍ ଏ ସାମାଜିକ ଅକ୍ଷମତା, ଅପସନ୍ ବି ସାଧାରଣ ବୌଦ୍ଧିକ କାର୍ଯ୍ୟ, ଅପସନ୍ ସି ଅତ୍ୟଧିକ ଭାଷାଗତ ବିକାଶ, ଅପସନ୍ ଡି ଉପରୋକ୍ତ ମଧ୍ୟରୁ କୌଣସି ନୁହେଁ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ ସାମାଜିକ ଅକ୍ଷମତା। ସେହିପରି 18 ନମ୍ବର ପ୍ରଶ୍ନଟି ରହିଛି ସମ୍ବେଦୀ ପ୍ରେରକ ପର୍ଯ୍ୟାୟର ବୟସ ସୀମା କେତେ? ଅପସନ୍ ଏ 7ରୁ 11 ବର୍ଷ, ଅପସନ୍ ବି 4ରୁ 7 ବର୍ଷ, ସି 2ରୁ 4 ବର୍ଷ, ଡି ଜନ୍ମରୁ 1.5 ବର୍ଷ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି। ସେପରି 19 ନମ୍ବର ପ୍ରଶ୍ନଟି ରହିଛି କେଉଁ ନିୟମ ଅନୁଯାୟୀ ପ୍ରାଥମିକ ସ୍ତରରେ ନିରନ୍ତର ସାମଗ୍ରିକ ମୂଲ୍ୟାୟନ ବାଧ୍ୟତାମୂଳକ ଅଟେ? ଏରେ ରହିଛି ଆର୍ଟି ଆକ୍ଟ 2005, ବିରେ ରହିଛି RCFC ଆକ୍ଟ 2009, ସି ରହିଛି REFC ଆକ୍ଟ 2009, ଡି ରହିଛି ଏମାନଙ୍କ ମଧ୍ୟରୁ କୌଣସି ନୁହେଁ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି RCFC ଆକ୍ଟ 2009। ସେପରି 20 ନମ୍ବର ପ୍ରଶ୍ନଟି ରହିଛି ଭାରତୀୟ ସମ୍ବିଧାନର କେଉଁ ଧାରାରେ ତଫସିଲଭୁକ୍ତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ନ୍ୟାୟ ଓ ସମସ୍ତ ପ୍ରକାର ଶୋଷଣ ମୁକ୍ତ ପାଇଁ ସୁବିଧା ପ୍ରଦାନ କରାଯାଇଛି? ଏଠାରେ 4ଟି ସମ୍ଭାବ୍ୟ ଉତ୍ତର ରହିଛି। ଅପସନ୍ ଏ ଧାରା 41, ଅପସନ୍ ବି ଧାରା 45, ଅପସନ୍ ସି ଧାରା 46, ଅପସନ୍ ଡି ଧାରା 343। ଏଠାରେ କରେକ୍ଟ ଆନ୍ସର୍ ଧାରା 46। ସେପରି 21 ନମ୍ବର ପ୍ରଶ୍ନଟି ରହିଛି କେଉଁଠି ଶାସ୍ତ୍ରୀୟ ଅନୁବନ୍ଧନର ଲକ୍ଷଣ ଅଟେ? ଅପସନ୍ ଏ ଏହା ଉଦ୍ଦୀପକ ଅଭିମୁଖୀ, ଅପସନ୍ ବି ଏହା ଅନୁକ୍ରିୟା ଅଭିମୁଖୀ, ଅପସନ୍ ସି ଅନୁକ୍ରିୟା ଅଧିକ ସ୍ୱେଚ୍ଛାକୃତ ଅଟେ, ଅପସନ୍ ଡି ଏହା ଅନୁକ୍ରିୟାର ଅଧିକ୍ରମ ସହିତ ଜଡ଼ିତ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି, ଏହା ଅନୁକ୍ରିୟାର ଅଧିକ୍ରମ ସହିତ ଜଡ଼ିତ। ସେପରି 22 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ ମଧ୍ୟରୁ କେଉଁଠି ପ୍ରକ୍ଷେପଣ ମାଧ୍ୟମ ନୁହେଁ? ଅପସନ୍ ଏ OHP, ଅପସନ୍ ବି ଛବି, ଅପସନ୍ ସି ଫିଲ୍ମ ଷ୍ଟ୍ରିପ୍ସ, ଅପସନ୍ ଡି ସ୍ଲାଇଡ୍ସ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ଛବି। ସେପରି 23 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ କେଉଁଠି ଆମ ରାଜ୍ୟରେ ଏକକ ପରୀକ୍ଷା ନିୟମିତ ତଦାରଖ କରିବା ପାଇଁ ମାସିକ ବ୍ୟବସ୍ଥା ଅଟେ? ଅପସନ୍ ଏ ସହଜ, ଅପସନ୍ ବି ସମାଧାନ, ଅପସନ୍ ସି ଉନ୍ମେଷ, ଅପସନ୍ ଡି ସମୀକ୍ଷା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି ସମୀକ୍ଷା। ସେପରି 21 ନମ୍ବର ପ୍ରଶ୍ନଟି ରହିଛି ନିମ୍ନସ୍ଥ କେଉଁ ଶିକ୍ଷଣର ମୌଳିକ ସର୍ତ୍ତ ନୁହେଁ? ଅପସନ୍ ଏ ଅଭ୍ୟାସ, ଅପସନ୍ ବି ସମୀପତା, ଅପସନ୍ ସି ସିଦ୍ଧାନ୍ତୀକରଣ, ଅପସନ୍ ଡି ନିରାପତ୍ତା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଡି ନିରାପତ୍ତା। ସେପରି 25 ନମ୍ବର ପ୍ରଶ୍ନଟି ରହିଛି ଶରୀରର କେନ୍ଦ୍ର ସ୍ଥାନରୁ ପ୍ରାନ୍ତବର୍ତ୍ତୀ ଅଞ୍ଚଳକୁ ଅଗ୍ରସର ହେବା କେଉଁ ଅନୁକ୍ରମ ସହିତ ସମୁଚିତ ଅଟେ? ଅପସନ୍ ଏ ଆମସ୍ତକ ପାଦ ଅନୁକ୍ରମ, ସେପରି ଆମସ୍ତକ ପାଦ ଅନୁକ୍ରମ, ସମୀପ ଦୂରାମୁଖୀ ଅନୁକ୍ରମ, ଅପସନ୍ ସି ଚଳନ ଅନୁକ୍ରମ, ଅପସନ୍ ଡି ଦ୍ୱିପାର୍ଶ୍ୱିକ ଅନୁକ୍ରମ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ସମୀପ ଦୂରାମୁଖୀ ଅନୁକ୍ରମ। ସେହିପରି 26 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ କେଉଁ ଶୈକ୍ଷିକ ସୁବିଧା ମେଧାବୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ? ଅପସନ୍ ଏ କ୍ରମବିହୀନ ଶ୍ରେଣୀଗୃହ, ଅପସନ୍ ବି ଶ୍ରେଣୀ ଉତ୍ତୀର୍ଣ୍ଣ ବେଗ ବୃତ୍ତି, ଅପସନ୍ ସି ସମୃଦ୍ଧି କାର୍ଯ୍ୟକ୍ରମ, ଅପସନ୍ ଡି ଏକତ୍ରୀକରଣ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ କ୍ରମବିହୀନ ଶ୍ରେଣୀଗୃହ। ସେପରି 27 ନମ୍ବର ପ୍ରଶ୍ନଟି ରହିଛି ନିରନ୍ତର ବ୍ୟାପକ ମୂଲ୍ୟାୟନର ନିମ୍ନତ କେଉଁଟି ମୌଳିକ ସ୍ୱରୂପ ଅଟେ? ଅପସନ୍ ଏ କୃତକାର୍ଯ୍ୟ କିମ୍ବା ଅକୃତକାର୍ଯ୍ୟର ପ୍ରକାଶନ, ଅପସନ୍ ବି ପ୍ରମାଣପତ୍ର ପ୍ରଦାନ କରିବା, ଅପସନ୍ ସି ଶିକ୍ଷାର୍ଥୀର ପ୍ରଗତିକୁ ସୁଗମ କରିବା, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସି ନୁହେଁ।
ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ସି ଶିକ୍ଷାର୍ଥୀର ପ୍ରଗତିକୁ ସୁଗମ କରିବା। ସେପରି 28 ନମ୍ବର ପ୍ରଶ୍ନଟି ରହିଛି ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ଲିପିବଦ୍ଧ କରିବା ପାଇଁ ପଦକ୍ରମ ବିନ୍ଦୁ ମାପନୀ ବ୍ୟବହାର କରାଯାଏ। ଅପସନ୍ ଏ 5 ବିନ୍ଦୁ ମାପନୀ, ଅପସନ୍ ବି 7 ବିନ୍ଦୁ ମାପନୀ, ଅପସନ୍ ସି 3 ବିନ୍ଦୁ ମାପନୀ, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସି ନୁହେଁ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ଏ 5 ବିନ୍ଦୁ ମାପନୀ। ସେପରି 29 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ ମଧ୍ୟରୁ କେଉଁ ନିୟମଟି ଶିକ୍ଷଣ ପାଇଁ ଶାରୀରିକ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଏ? ଅପସନ୍ ଏ ଅଭ୍ୟାସ ନିୟମ, ଅପସନ୍ ବି ପ୍ରସ୍ତୁତି ନିୟମ, ଅପସନ୍ ସି ସାମ୍ପ୍ରତ୍ୟ ନିୟମ, ଅପସନ୍ ଡି ଫଳାଫଳ ନିୟମ। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ବି ପ୍ରସ୍ତୁତି ନିୟମ। ସେପରି 30 ନମ୍ବର ପ୍ରଶ୍ନଟି ରହିଛି ନିମ୍ନତ ଲକ୍ଷଣ ଦଳମାନଙ୍କ ମଧ୍ୟରୁ କେଉଁଟି ସୃଜନଶୀଳ ଚିନ୍ତନ ସହ ସମ୍ପର୍କିତ ନୁହେଁ? ଅପସନ୍ ଏ ଅନୁମାନ କରିବା, ଅନର୍ଗଳତା, ନମନୀୟତା, ଅପସନ୍ ବି ମୌଳିକତା, ଅନର୍ଗଳତା, ନମନୀୟତା, ଅପସନ୍ ସି ଅନୁମାନ କରିବା, ପାରମ୍ପରିକତା, ଅନର୍ଗଳତା, ଅପସନ୍ ଡି ମୌଳିକତା, ବିସ୍ତରଣ ଓ ଅନର୍ଗଳତା। ଏଠାରେ କରେକ୍ଟ ଆନ୍ସର୍ ଅପସନ୍ ସି ଅନୁମାନ କରିବା, ପାରମ୍ପରିକତା ଓ ଅନର୍ଗଳତା। ଆଶା କରୁଛି ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା। ପସନ୍ଦ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା, ସେୟାର କରିବା, କମେଣ୍ଟ ଦେବା। ନୂତନ ଶିକ୍ଷଣ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲଟିକୁ ଅଧିକରୁ ଅଧିକ ସବସ୍କ୍ରାଇବ୍ କରିବା, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବା, ପ୍ରତିଦିନ ଯାଉଥିବା ନୂତନ ଶିକ୍ଷଣ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ପାଇବା। ଧନ୍ୟବାଦ।